ଆଜିର ଏହି ନୂତନ ଅବସରରେ ଆପଣମାନଙ୍କୁ ଆମର ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍ ଆମ ପ୍ରୟାସକୁ ସ୍ୱାଗତ ଅଭିନନ୍ଦନ। ସେହି ପରମ ପ୍ରେମମୟ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁରଙ୍କର ସତ୍ସଙ୍ଗର ବର୍ତ୍ତମାନର ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ କେତୋଟି କଥାକୁ ଆପଣମାନଙ୍କ ନିକଟରେ ତୋଳି ଧରିବାକୁ ଯାଉଛୁ। ସାଧାରଣ ଜୀବନରୁ ମହାଜୀବନ। ଏଠାରେ ବିରାଜିତ ଏକ ଦିବ୍ୟ ଜୀବନ ଆଉ ତାଙ୍କୁ ଘେରି ବହୁ ଜୀବନ, ତାଙ୍କୁ ନେଇ ଏହି ସତ୍ତା, ଏହି ଦିବ୍ୟ ଜୀବନକୁ ଘେରି ଆମମାନଙ୍କର ଏହି ଜୀବନ ଗୁଡ଼ିକ ମହାଜୀବନର ପଥରେ ଚାଲିବାକୁ ଚାହେଁ। ଏହି ଅଙ୍ଗୀକାର ନେଇ ଏଠାରେ ଉପସ୍ଥିତ ହୋଇଛି ଆମେମାନେ। ଜୀବନ କ'ଣ? ଜୀବନ ଏକ ନିରପେକ୍ଷ ଗତିଶୀଳତା। ଦିବ୍ୟ ଜୀବନ କ'ଣ? ତା ବି ଏକ ନିରପେକ୍ଷ ଗତିଶୀଳତା। ଦୁଇ ନିରପେକ୍ଷତା ହିଁ ଏଠାରେ ବିଦ୍ୟମାନ। ପିଲାଦିନେ ପଢ଼ିଥିଲି ଜଳର ଅନ୍ୟ ନାମ ଜୀବନ, କାରଣ ଜଳ ଛଡ଼ା ପ୍ରାଣ ବଞ୍ଚିପାରେ ନା। ବଡ଼ ହୋଇ ମୋର ମନେ ହୋଇଛି ଜଳ ଆଉ ଜୀବନର ଏହି ବ୍ୟାଖ୍ୟା ଛଡ଼ା କି ବି ଅନ୍ୟ ବ୍ୟାଖ୍ୟା ହୋଇପାରେ। ଜଳ ଯେପରି ନିରପେକ୍ଷ, ସେଥିରେ ଯେଉଁ ରଙ୍ଗ, ଗନ୍ଧ, ସ୍ୱାଦ ଦିଆଯାଏ ସେଇଟା ହିଁ ତା'ର ନିଜର ରଙ୍ଗ, ଗନ୍ଧ, ସ୍ୱାଦ ହୋଇ ଉଠେ। ଜୀବନ ବି ଠିକ୍ ସେହିପରି ନିରପେକ୍ଷ। ଯେଉଁ ଜୀବନ ଆମେମାନେ ପାଉ ତାକୁ ଆମମାନଙ୍କ ଚାହିଦା ଦେଇ ଆମେମାନେ ହିଁ ରଚନା କରୁ, ଆମେମାନେ ହିଁ ଗଢ଼ି ତୋଳୁ। ପୁଣି ମହାଜୀବନ ବା ଐଶ୍ୱରିକ ଜୀବନ ସେ ବି ନିରପେକ୍ଷ। ଈଶ୍ୱର ଶଯ୍ୟାରେ ନିଦ୍ରିତ ଅଛନ୍ତି। ତାଙ୍କ ମଥା ନିକଟରେ ରଖାଯାଇଛି ଗୋଟିଏ ସିଂହାସନ, ଆଉ ପାଦ ପାଖରେ ରଖାଯାଇଛି ଗୋଟିଏ ଅନୁଜ ପାଦପୀଠ ଶଯ୍ୟାରୁ ଓହ୍ଲାଇବା ପାଇଁ। ଆମେମାନେ ଯିବୁ ତାଙ୍କ ନିକଟକୁ। ଅହଙ୍କାର ସେ ଚାହେଁ ଅର୍ଥ, ମାନ, ଯଶ। ସେ ବସିବା ସିଂହାସନରେ। ଆଉ ଭକ୍ତି ପ୍ରେମ କ'ଣ ଚାହିଁବ? ସେ ଚାହିଁବ ତାଙ୍କ ପାଦ ତଳେ ବସିବାକୁ। ଭଗବାନ ନିରପେକ୍ଷ। ସିଏ ଉଠି ପ୍ରଥମେ ହିଁ ଭକ୍ତକୁ ଦେଖିବେ, କହିବେ ତୁମେ କ'ଣ ଚାହଁ? ସେ କହିବ ମୁଁ ଆପଣଙ୍କୁ ଚାହେଁ। ସେ କହିବେ ମୁଁ କିନ୍ତୁ କିଛି ଦେବି ନାହିଁ। ଭକ୍ତ କହିବ ମୁଁ ତଥାପି ଆପଣଙ୍କୁ ହିଁ ଚାହେଁ। ସିଏ କହିବେ ନିଅ। ତାପରେ ଭଗବାନ ଅହଙ୍କାରୀକୁ ଦେଖି କହିବେ ତୁମେ କ'ଣ ଚାହଁ? ସେ ତ ସେଇ ଅର୍ଥ, ମାନ, ଯଶ ପାଇ ହିଁ ଖୁସି। ସେ ତା ନେଇ ହିଁ ଚାଲିଯିବ। ଏହା ଥିଲା ଅର୍ଜୁନ ଆଉ ଦୁର୍ଯ୍ୟୋଧନର ଗଳ୍ପ। ମହାଜୀବନ ଶ୍ରୀକୃଷ୍ଣ କିନ୍ତୁ ନିରପେକ୍ଷ ହିଁ ଥିଲେ, କିନ୍ତୁ କାହାରି ବି ପକ୍ଷ ନେବାକୁ ଚାହିଁନାହାନ୍ତି। କେବଳ ମାତ୍ର ଦୁଇଟି ବିଚାର ସେମାନଙ୍କ ସାମ୍ନାରେ ଧରି ଦେଇଥିଲେ। ଆଉ ନିରପେକ୍ଷ ଦୁଇ ପ୍ରାଣ ଆସି ସେମାନଙ୍କ ନିଜ ଭଳି ନିର୍ବାଚନ କରି ନେଇଗଲେ। ଜଣେ ତାଙ୍କୁ ଚାହିଁଲା ଆଉ ସେ ପରେ ଯାଇ ଜୟଲାଭ କରିଲା। ଆଉ ଅନ୍ୟ ଜଣେ ଯେ ଜଗତ ସଂସାରର ଯାହା କିଛି ବୈଭବ ସବୁ ଚାହିଁଲା, ସେ କିନ୍ତୁ ପରାଜିତ ହେଲା। ମଣିଷର ଭୁଲ ତାହେଲେ କେଉଁଠି ହୁଏ? ଭୁଲ ହୁଏ ପ୍ରାର୍ଥନାରେ। ମଣିଷ ପ୍ରାର୍ଥନା କରେ ଯେଉଁଟା ତା'ର ଚାହିଦା ସେଇଟାକୁ। ଚାହିଦା ଆସେ କେଉଁଠୁ? ମଣିଷର ଅହଙ୍କାରରୁ। ଅହଂ ମାନେ ମୁଁ, ଏବଂ ଯାହା କିଛି ମୁଁ ମୋର ନିଜର ବୋଲି ଭାବି ନେଇଛି ସେହି ସବୁ। ମଣିଷ ତା'ର ବାପା, ମା, ସ୍ତ୍ରୀ, ପୁତ୍ର, କନ୍ୟା, ନାତି ନାତୁଣୀ, ଘଡ଼ି, ବାଡ଼ି, ଲଣ୍ଠନ, ଏଇଟା ସେଇଟା ଯାହା କିଛିର ନିଜର ଅସ୍ତିତ୍ୱ ଖୋଜି ପାଏ। ସେହି ସବୁ ନେଇ ହିଁ ତା'ର ମୁଁ। ଆଉ ଏଇଟା ହିଁ ଅହଂ, ଏଇଟା ହିଁ ମାୟା। ଏଇ ମୋର ମାୟାରୁ ଯଦି ନିଜକୁ ମୁକ୍ତ କରିଦିଏ ତାହେଲେ କ'ଣ ପାଇବି? ତୁମକୁ ପାଇଯିବି। ମାୟାମୁକ୍ତ ଯେ ହିଁ ହେଲା ମନ, ସେତେବେଳେ ହିଁ ପାଏ ତୁମକୁ। ମଣିଷ ତା'ର ମନ ଦେଇ ହିଁ ଯାବତୀୟ କିଛି ବିଚାର କରିଥାଏ। ଈଶ୍ୱରଙ୍କୁ ବି ସେହି ମନ ଦେଇ ବିଚାର କରେ। ତେଣୁ ଈଶ୍ୱର ଯେତେବେଳେ କହନ୍ତି ଆଉ ଏକ ଆଉ ଏକରେ କଦାପି ବି ଦୁଇ ହୁଏ ନା, ସେତେବେଳେ ସେ ବୁଝେ ଆଚ୍ଛା ଦୁଇଟା ଅଲଗା ଅଲଗା, ଏକ ମିଶି କଦାପି ବି ଦୁଇ ହୁଏ ନା। ତେଣୁ ବୁଝେ ଦୁଇଟା ଏକ ହେବ। କିନ୍ତୁ ଯଦି ଈଶ୍ୱରଙ୍କ ଦୃଷ୍ଟିକୋଣରୁ ଦେଖେ ତାହେଲେ ଦେଖିବ ଏହି ମହାଜାଗତିକ ବିଶ୍ୱରେ ଗୋଟିଏ ମାତ୍ର ହିଁ ଏକକ ବିଦ୍ୟମାନ, ସେଇଟା ହେଉଛି ସମୟ। ତା ଭିନ୍ନ ଆଉ ସବୁ ଆମମାନଙ୍କର ସୃଷ୍ଟି। ଆମେମାନେ ଯେଉଁ ଏଇ 1, 2, 3, 4 କହୁଛେ, ଏହି ଅଙ୍କର ଗଣନା ତ ଆମମାନଙ୍କର ସୃଷ୍ଟି, ଯେଉଁଥିରେ ଆମେମାନେ ସବୁକିଛିକୁ ଗୋଟିଏ ବାସ୍ତବିକ ବୋଧର ସୀମାରେ ନେଇ ଆସିପାରୁ।
आमे तो से वास्तविक बोध मध्य ही सीमित। तेणु यहीटा कि आम मैंने एबीसीडी अ आ क ख बोली चलई जाऊे आईटा ही आम मान भाषा हो उठी आम मान शब्द हो उठी किंतु जे यहीटा को यही महाजागतिक विश्व संगे युक्त कर देखे ता निकट में एक बोली किछि नाही। ता निकट में अच्छी केवल समय आउ समय ही यही विश्व एकमात्र परिचय जे आमे माने बंची अच्छु यही जे अच्छी यही अस्तित्व को गाणितिक भाव प्रमाण करा जाए ना केवल समय विचार दे विश्लेषण करें बुझा जाए जे आम माने अस्तित्व बा विद्यमातार अच्छु। 332तम ऋतिक सम्मेलन रे परम पूज्यपाद आचार्य देवकर यही कथा आम मान उद्देश्य से दिन से प्रदान करते। रहुछि जय गुरु।